ଓଡ଼ିଶାର ଆଇଟି ଏବଂ ସଫ୍ଟୱେୟାର ଶିଳ୍ପରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି ପରଫର୍ମାଲିଟି କର୍ପୋରେସନ। ଚିକାଗୋ ଆମେରିକା ଏବଂ ପଟିଆ ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଏହି କମ୍ପାନୀ ବାଲେଶ୍ୱର ଜିଲ୍ଲାର ସୋରରେ ନୂତନ ସଫ୍ଟୱେୟାର ଓ ଡେଭଲପମେଣ୍ଟ ସେଣ୍ଟର ଉଦ୍ଘାଟନ କରିଅଛି। ସ୍ଥାନୀୟ ଓମ୍ ସାଇ ମଣ୍ଡପରେ ଆଜିର ଏହାର ଉଦ୍ଘାଟନୀ ଆଭାସୀ ମାଧ୍ୟମରେ ଏସ୍ଟିପିଆଇର ଓଡ଼ିଶା ମୁଖ୍ୟ ମାନସ ପଣ୍ଡା କରିବା ସଙ୍ଗେ ସଙ୍ଗେ ନିଜର ବକ୍ତବ୍ୟ ରଖିଥିଲେ। ଏହାଦ୍ୱାରା ଭୁବନେଶ୍ୱର ବାହାରେ ଆଇଟି ଶିଳ୍ପକୁ ବିସ୍ତାର କରିବାର ଏକ ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କମ୍ପାନୀର ପ୍ରତିଷ୍ଠାତା ଇଞ୍ଜିନିୟର ନିହାର ରଞ୍ଜନ ରାଉତ ମତବ୍ୟକ୍ତ କରିଛନ୍ତି। ଏସ୍ଟିପିଆଇର ବାଲେଶ୍ୱର ମୁଖ୍ୟ ବିଶ୍ୱକିଶୋର ଦେ ମଧ୍ୟ ଯୋଗଦେଇ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଗକୁ ଆହୁରି ଅନେକ ସଫ୍ଟୱେୟାର କମ୍ପାନୀ ବାଲେଶ୍ୱରକୁ ଆସିବା ଏବଂ ବାଲେଶ୍ୱର ଆଇଟି ହବ୍ ହେବ ବୋଲି ମତବ୍ୟକ୍ତ କରିଥିଲେ। ବର୍ଷରୁ ବର୍ଷ ଧରି ଓଡ଼ିଶାର ଅଧିକାଂଶ ଆଇଟି ଚାକିରି ଓ ଟେକ୍ନୋଲୋଜି ସୁଯୋଗ ଓଡ଼ିଶାର କେବଳ ଭୁବନେଶ୍ୱର ସହରକୁ କେନ୍ଦ୍ର କରି ରହିଥିଲା। ଫଳରେ ଜିଲ୍ଲା ଓ ଗ୍ରାମୀଣ ଅଞ୍ଚଳର ଅନେକ ପ୍ରତିଭାଶାଳୀ ଯୁବକ ଯୁବତୀ ଚାକିରି ପାଇଁ ବଡ଼ ସହରକୁ ପ୍ରବାସ କରିବାକୁ ବାଧ୍ୟ ହେଉଥିଲେ। ସହରରେ ଆଇଟି ସେଣ୍ଟର ସ୍ଥାପନ କରି ପରଫର୍ମାଲିଟି କର୍ପୋରେସନ ପ୍ରମାଣ କରିବାକୁ ଚାହୁଁଛି ଯେ ଆଧୁନିକ କ୍ଲାଉଡ୍ ଟେକ୍ନୋଲୋଜି, ଡିଜିଟାଲ ସଂଯୋଗ ଏବଂ ରିମୋଟ୍ କୋଲାବୋରେସନ ମାଧ୍ୟମରେ ଭୁବନେଶ୍ୱର ବାହାରେ ମଧ୍ୟ ବିଶ୍ୱସ୍ତରୀୟ ସଫ୍ଟୱେୟାର ଟିମ୍ ଗଢ଼ି ଉଠିପାରିବ। କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 25 ଜଣ ଯୁବ ସ୍ନାତକଙ୍କୁ ସଫ୍ଟୱେୟାର ଡେଭଲପର, ସଫ୍ଟୱେୟାର ଇଞ୍ଜିନିୟର ଏବଂ ସଫ୍ଟୱେୟାର ଟେଷ୍ଟର ଭାବେ ନିଯୁକ୍ତ କରିବ। ଆଗାମୀ ସମୟରେ ଏହି ସେଣ୍ଟରକୁ 100 ସଦସ୍ୟର ଟେକ୍ନୋଲୋଜି ଡେଲିଭରି ୟୁନିଟ୍ରେ ପରିଣତ କରାଯିବ ବୋଲି ଏହାର ଓଡ଼ିଶା ନିଯୁକ୍ତି ମୁଖ୍ୟ ସୌମ୍ୟଶ୍ରୀ ଆଶୀର୍ବାଦମ ସୂଚନା ଦେଇଥିଲେ।